ସକାଳ ମହେମ୍ବୋଧେ ସ୍ଥିରେ କନକ ରୁଚିରେ ନିୟ ଶିଖରେ ବସନ ପ୍ରସାଦନ୍ତେ ସହଜ ଭଦ୍ରେଣ ବଦିନା ସୁଭଦ୍ର ମଧ୍ୟସ୍ଥ ସକଳ ସୁର ସେବା ବସୋ ହୃଦୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଆପଣମାନେ ସମସ୍ତେ ଜାଣିଛନ୍ତି ଆମେ ଯେହେତୁ ହିନ୍ଦୁ ଆମ ସମସ୍ତଙ୍କର ମୁଖ୍ୟ ହେଲା ସକାଳୁ ଉଠିଲା ଆମେ ପୂଜା କଥା ଚିନ୍ତା କରିବା ଏବଂ ଫୁଲ ଦୁଇଟା ପାଇଁ ଆମେ ଚିନ୍ତା କରୁ। ସମସ୍ତେ ଫୁଲ ପାଇଁ ବିଭିନ୍ନ ବାର ଆଡ଼କୁ ଯାଆନ୍ତି, ବାହାରକୁ ଯାଆନ୍ତି, କିଏ କିଣିକି ଆଣନ୍ତି, କିଏ ଅନ୍ୟ ବାଡ଼ିରୁ ଆଣନ୍ତି। ଏଇଟା କିନ୍ତୁ ଠିକ୍ ନୁହେଁ। ଦେଖନ୍ତୁ ମୋର ବଗିଚାରେ ଗୋଟେ ତୁଳସୀ ବାଟିକା ସୃଷ୍ଟି କରିଛି। ଏଠି କୟା ତୁଳସୀ ଦୟଣା ତୁଳସୀ ଏବଂ ଏଠି ଗୋଟେ ବଡ଼ ଟଗର ଗଛ ଦେଖନ୍ତୁ। ଏଇ ଟଗର ଗଛ ଧଳା ଟଗର ଗଛ ହେଇଛି ଏବଂ ଏଠି ଆପଣଙ୍କର ଆମର ଏଇଟା ଏଇ ସବୁ ଗଛ ହେଇଛି। ଏଠି ଗୋଟେ ମନ୍ଦାର ଗଛ ହେଇଛି, ମନ୍ଦାର ଗଛରେ ମନ୍ଦାର ଫୁଲ ହେଉଛି। ସେପଟେ ଲାଲ ମନ୍ଦାର ହେଇଛି ଏବଂ ସେପଟେ ଲାଲ ମନ୍ଦାର। ଏଠି ଆମର ବିଭିନ୍ନ ପ୍ରକାର ସବୁ ଲାଗିଛି ମଲ୍ଲି ଗଛ ଛୋଟ ଛୋଟ, ଯେ କଟକୀ ଗେଣ୍ଡୁ ଗଛ ଦେଖନ୍ତୁ, କଟକୀ ଗେଣ୍ଡୁ ଗଛ ଲାଗିଛି ଏବଂ ଇଏ ବେଲ ମଧ୍ୟ ଲାଗିଛି। ଏଠି ଆମର ହେଉଛି ଧାତ୍ରୀବାଳା ଗୋଟେ ଗଛ ଲାଗିଛି। ଧାତ୍ରୀବାଳା ବିଭିନ୍ନ ପ୍ରକାର କାମ ଲାଗେ, ପୂଜା କାମ ଧାତ୍ରୀବାଳା ଗଛ ଲାଗେ ଏବଂ ଏଇଟା ମୋର ଛୋଟ ମାନେ ଆମର ଏଇଟା ତୁଳସୀ ବାଟିକା। ମୁଁ ୟାକୁ ନାଁ ଦେଇଛି ମୋର ତୁଳସୀ ବାଟିକା। ଏ ତୁଳସୀ ବାଟିକା ତୁଳସୀ ଚଉରା ପାଖରେ ମଧ୍ୟ ଅଛି ଏବଂ ଏଠି କୌଣସି ଆମର ଏଠି ଗୋଟେ ମାନେ ପରିବେଶ ଭଲ ରହିବ ଏବଂ ସବୁବେଳେ ପଜିଟିଭ୍ ଏନର୍ଜି ଆସିବ। ଆପଣ ଦେଖନ୍ତୁ ଏଇସବୁ ଗଛ ସବୁ ବିଭିନ୍ନ ପ୍ରକାର ଗଛ, ସେପତି ଗଛ ଏଠି ଲାଗିଛି, ତୁଳସୀ ଗଛ ବହୁତ ତୁଳସୀ ଗଛ ହେଇଛି ଏବଂ ଆମେ ମଧ୍ୟ ଏଇ ଯେ କୁଣ୍ଡାର ମଧ୍ୟ ଦେଖନ୍ତୁ ଏଠି ପେଟୁନିଆ ଗଛ, ପେଟୁନିଆ ଏବଂ ସେପଟେ ଗୋଲାପ ଏବଂ ଏଇଟା ଆମର ଗୋଟେ ପ୍ରକାର ହର୍ବ ଗଛ। ଏସବୁ ବିଭିନ୍ନ ପ୍ରକାର ଗଛ ଏଠି ଗୋଟେ ଛୋଟ ମାନେ ଲଗା ହେଇଛି, ଗୋଟେ ହର୍ବ ଭଳିଆ ଜାତୀୟ ଗଛ ଭଲ ଲାଗିବ ଏବଂ ଆପଣମାନେ ଏଇଭଳି ବଗିଚାରେ ଏବଂ ଗୋଟେ ନଡ଼ିଆ ଗଛ ଅଛି, ଗୋଟେ ଗୁଆ ଗଛ ମଧ୍ୟ ଅଛି ଏବଂ ଆମର ଏଇଭଳି ଗଛ ତୁମେ ସୃଷ୍ଟି କରିପାରିଲେ ବାଡ଼ିରେ ଭଲ ପରିବେଶ ଆସିବ, ଭଲ ଗୋଟେ ପଜିଟିଭ୍ ଏନର୍ଜି ଆସିବ, ଆନନ୍ଦ ଲାଗିବ ଏବଂ ଆ ଦେହରେ ଆମେ ଘାସ ସଫା କରୁଛୁ, ପାଣି ଦେଉଛୁ। ଆମେ ଦୁଇ ଜଣ ଲୋକ, ମୁଁ ଏବଂ ମୋ ବିଷୟ ଯାହାକୁ ସବୁବେଳେ ପ୍ରତିଦିନ ଆମେ କରିକି ଆମର ସମୟ ମଧ୍ୟ ଅତିବାହିତ କରୁଛୁ, ତାକୁ ଭଲ ଲାଗୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।